ସୁଦଶା ବ୍ରତ ନିୟମ। ସୁଦଶା ବ୍ରତ ହେଉ କିମ୍ବା ମାଣବସା ଗୁରୁବାର ହେଉ ମାଆଙ୍କର ଅତି ପ୍ରିୟ ହୋଇଥାଏ। ସେଥିପାଇଁ ପ୍ରତ୍ୟେକ ନାରୀମାନେ ସୁଦଶା ବ୍ରତ ପାଳନ କରିଥାନ୍ତି। ମା ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ଓ ମାଆଙ୍କର ଆଶୀର୍ବାଦ ପାଇବା ପାଇଁ ଏହି ବ୍ରତ କରିଥାନ୍ତି। ପ୍ରତ୍ୟେକ ଓଡ଼ିଆ ଗୃହିଣୀମାନଙ୍କର ପ୍ରିୟ ବ୍ରତ ହେଉଛି ସୁଦଶା ବ୍ରତ। ଏହି ବ୍ରତ ପ୍ରତ୍ୟେକ ବିବାହିତ ମହିଳାମାନେ କରିପାରିବେ। ସୁଦଶା ବ୍ରତ କେହି କେହି ଘରେ ଏବଂ ମା ଲକ୍ଷ୍ମୀ ମନ୍ଦିରରେ ପାଳନ କରିଥାନ୍ତି। ମନ୍ଦିରରେ ଯେଉଁମାନେ ବ୍ରତ କରିଥାନ୍ତି ସେମାନେ ଘରେ ମଧ୍ୟ ମାଆଙ୍କର ପୂଜା ଅର୍ଚ୍ଚନା କରିଥାନ୍ତି। ଲକ୍ଷ୍ମୀ ମାଆଙ୍କର 10 ସଂଖ୍ୟାଟି ଭାରି ପ୍ରିୟ ହୋଇଥାଏ। ସେଥିପାଇଁ ମାଆଙ୍କର ପୂଜାରେ 10ଟି ସଂଖ୍ୟାର ସବୁ ଜିନିଷ ରଖାଯାଇ ପୂଜା କରାଯାଇଥାଏ। ଯେପରିକି 10ଟି ଫଳ, 10ଟି ଫୁଲ, 10ଟି ପୁରଦିଆ ମଣ୍ଡା ପିଠା, 10ଟି ଫଳମୂଳ ମିଶିଥିବା ପଣା, ବ୍ରତରେ 10ଟି ଗଣ୍ଠି, 10ଟି ହଳଦୀ ଗୁଣ୍ଡ, 10ଟି ଗୁଆ ଇତ୍ୟାଦି ରଖି ପୂଜା କରାଯାଇଥାଏ। ସୁଦଶା ବ୍ରତରେ ମାଆଙ୍କର ପିତ୍ତଳ ମୂର୍ତ୍ତି କିମ୍ବା ଉଭୟ ଲକ୍ଷ୍ମୀନାରାୟଣଙ୍କର ମୂର୍ତ୍ତିକୁ ରଖି ମଧ୍ୟ ପୂଜା କରିପାରିବେ। ମା ଲକ୍ଷ୍ମୀଙ୍କର ମୂର୍ତ୍ତିକୁ ପୂଜା କଲେ ମଧ୍ୟ ଗୁଆ ନିଶ୍ଚୟ ପୂଜା କରିବେ। ଲକ୍ଷ୍ମୀନାରାୟଣ କିମ୍ବା ମା ଲକ୍ଷ୍ମୀଙ୍କର ପ୍ରତିମାକୁ ତଳେ ରଖି ପୂଜା କରାଯାଏ ନାହିଁ। ଲକ୍ଷ୍ମୀ ମାଆଙ୍କୁ ଖଟୁଲିରେ ରଖି ପୂଜା କରାଯାଏ। ଗୁଆକୁ ପିଢ଼ା ଉପରେ ରଖି ପୂଜା କରିବା ଉଚିତ। ମାଣବସା ଗୁରୁବାର ହେଉ କିମ୍ବା ସୁଦଶା ବ୍ରତ ହେଉ ମାଆଙ୍କର ଅତି ପ୍ରିୟ ହୋଇଥାଏ ହଳଦିଆ ରଙ୍ଗର ଫୁଲ, ନାଲି ରଙ୍ଗର ଫୁଲ ଏବଂ ଧଳା ରଙ୍ଗର ଫୁଲ। ପୂଜାରେ 10 ପ୍ରକାରର ଫୁଲ ଲାଗିଥାଏ। ମାଆଙ୍କର ଅତି ପ୍ରିୟ ଫୁଲ ହେଉଛି ଗେଣ୍ଡୁ ଫୁଲ ଏବଂ ପଦ୍ମ ଫୁଲ, ଟଗର, ଗୋଲାପ ଓ ଟରାଟ ଫୁଲ ଇତ୍ୟାଦି ମଧ୍ୟ ଲାଗିଥାଏ। କିନ୍ତୁ ଧଳା ଅପରାଜିତା, କନିଆରୀ ଓ କୃଷ୍ଣ ଅପରାଜିତା ଫୁଲ ମାଆଙ୍କ ପାଖରେ ପୂଜା ହୋଇନଥାଏ। 10ଟି ଫୁଲ, 10ଟି ଦୁବ, 10ଟି ବରକୋଳି ପତ୍ର ଓ 10ଟି ବେଲପତ୍ର ମାଆଙ୍କ ପୂଜାରେ ଲାଗିଥାଏ। ଏସବୁ ଜିନିଷ ପୂଜା ପୂର୍ବରୁ ସଜାଡ଼ିକି ରଖିବା ଉଚିତ, ଯାହାଦ୍ୱାରା ପୂଜା ଦିନ କମ୍ ସମୟ ମଧ୍ୟରେ ଠିକ୍ ଭାବରେ ପୂଜା କରିପାରିବେ। ମାଆଙ୍କ ପାଖରେ 3 ଥର ଭୋଗ ଲାଗିଥାଏ, ସକାଳ ଭୋଗ, ମଧ୍ୟାହ୍ନ ଭୋଗ ଏବଂ ସନ୍ଧ୍ୟା ଭୋଗ। ମାଆଙ୍କ ପାଖରେ 10 ପାଖୁଡ଼ା ଥିବା ପଦ୍ମ ଫୁଲ ଚିତା ପଡ଼ିଥାଏ। ମାଣବସା ଗୁରୁବାରରେ ସମସ୍ତେ ପୂର୍ବରୁ ଚିତା ପକାଇଥାନ୍ତି, କିନ୍ତୁ ସୁଦଶା ବ୍ରତରେ ସଜ ଚିତା ପଡ଼ିଥାଏ। ମାଆଙ୍କର ଖଟୁଲି, ପିତ୍ତଳ ବାସନ ଏବଂ ପିଢ଼ା ପୂଜା ପୂର୍ବରୁ ସଜାଡ଼ି ରଖିବା ଉଚିତ, ଯାହାଦ୍ୱାରା ପୂଜା ଦିନ କମ୍ ସମୟ ଲାଗିଥାଏ। ବ୍ରତରେ କଳା ରଙ୍ଗର ଶାଢ଼ୀ, ଚୁଡ଼ି, ଟିକିଲି ଇତ୍ୟାଦି ପିନ୍ଧିବା ଉଚିତ ନୁହେଁ। ଧଳା, ହଳଦିଆ ରଙ୍ଗ ମାଆଙ୍କୁ ଅଧିକ ପସନ୍ଦ ହୋଇଥାଏ। ବ୍ରତ କରୁଥିବା ସମସ୍ତ ନାରୀମାନଙ୍କୁ ଧଳା କିମ୍ବା ହଳଦିଆ ରଙ୍ଗର ଶାଢ଼ୀ ପିନ୍ଧିବା ଉଚିତ। ସୁଦଶା ବ୍ରତରେ ପିତା, କଷା, ଆମିଷ, ପିଆଜ, ରସୁଣ, ଛତୁ, ମସୁର ଡାଲି ଇତ୍ୟାଦି ଖାଇବା ଉଚିତ ନୁହେଁ। ଏହି ଦିନ କାହା ଘରେ ଖାଇବା ଉଚିତ ନୁହେଁ। ଏହି ଦିନ ପିଲାଙ୍କୁ ପିଟିବା, ଘର ଝାଡ଼ିବା, ମିଛ କହିବା, ଘର ପୋଛିବା ଉଚିତ ନୁହେଁ। ଏହି ଦିନରେ ପିନ୍ଧିଥିବା ଅଳଙ୍କାର କିମ୍ବା ଚୁଡ଼ି ଉତାରିବା ଉଚିତ ନୁହେଁ। ବ୍ରତ ଦିନ ଘରକୁ ସଫାସୁତୁରା ରଖିବା ଏବଂ ନିଜେ ମଧ୍ୟ ସଫାସୁତୁରା ରହିବା ଉଚିତ, କାରଣ ଲକ୍ଷ୍ମୀ ମାଆଙ୍କୁ ସଫାସୁତୁରା, ପରିଷ୍କାର ପରିଚ୍ଛନ୍ନ ରହୁଥିବା ଘର ଅଧିକ ପସନ୍ଦ ହୋଇଥାଏ। ସୁଦଶା ବ୍ରତରେ ସୁଦଶା ବ୍ରତ ବହି ପଢ଼ିବା ଉଚିତ। ମା ଲକ୍ଷ୍ମୀଙ୍କୁ କ୍ଷୀର, ହଳଦୀ, ପାଣି ବା ଜଳ ପଞ୍ଚାମୃତରେ ସ୍ନାନ କରାଇବା ଉଚିତ। ଗୁଆକୁ ହଳଦୀ ପାଣିରେ ବୁଡ଼ାଇ ପୂଜା କରିବା ଉଚିତ। ବ୍ରତକୁ ମାଆଙ୍କ ପାଖରେ ପୂଜା କରିସାରିବା ପରେ ମାଆଙ୍କୁ ଛୁଆଁଇ ହଳଦୀ ପାଣିରେ ବ୍ରତକୁ ବୁଡ଼ାଇ 10ଟି ଗଣ୍ଠି ପକାଇ ହାତରେ ଧାରଣ କରିବା ଉଚିତ। ଏହି ବର୍ଷ ସୁଦଶା ବ୍ରତ ଶୁକ୍ଳ ପକ୍ଷ ଫଗୁ ଦଶମୀ ଦିନ ଫେବୃଆରୀ 26 ତାରିଖରେ ପଡ଼ୁଛି। ଏହିଥର ନୂଆ ବୋହୂ ବା ନୂଆ ବ୍ରତ ଆରମ୍ଭ ବୋଲି ପାଞ୍ଜିରେ ମଧ୍ୟ ଉଲ୍ଲେଖ ଅଛି। ଏହି ବ୍ରତଟି ନୂଆ ବୋହୂମାନେ ବି କରିପାରିବେ।
ବ୍ରତ ସମୟରେ ମାଙ୍କର ଗାୟତ୍ରୀ ମନ୍ତ୍ର ଉଚ୍ଚାରଣ କରି ପୂଜା କରିବା ଉଚିତ ଏବଂ ପୂଜା କରିସାରିବା ପରେ ମାଙ୍କ ପାଖରେ କ୍ଷମା ପ୍ରାର୍ଥନା ନିହାତି କରିବା ଉଚିତ। ହେ ମା, କେମିତି ପୂଜା କରାଯାଏ ମୁଁ ଜାଣିନାହିଁ। ପୂଜାର ନୀତି ନିୟମ ବିଷୟରେ ଜାଣିନାହିଁ। ମନ୍ତ୍ର ମଧ୍ୟ ମନେ ରଖି ପାରେ ନାହିଁ। ଯେତିକି ଜାଣିଛି ସେତିକି ପୂଜା କରିଛି। ମୋର ଦୋଷକୁ କ୍ଷମା କର। ମା, ମୋତେ ଆଶୀର୍ବାଦ କରନ୍ତୁ। ମୋ ପୂଜାକୁ ଗ୍ରହଣ କରନ୍ତୁ। ମା, ମୋର ଯଦି ପୂଜାରେ କିଛି ଭୁଲ ଥାଏ ତେବେ ମୋତେ କ୍ଷମା କରିଦେବେ। ଯଦି ଆପଣଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଥାଏ ତେବେ ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ କରିଦେବେ। ଜୟ ଜଗନ୍ନାଥ।